ଜୀବନର ଗୋଟେ ବଡ଼ ବିଡ଼ମ୍ବନା ହେଲା ବଞ୍ଚିବା ପାଇଁ ଯେଉଁ ପ୍ରକ୍ରିୟା ଦରକାର ସେଥିରୁ ହିଁ ବିଷାକ୍ତ ବର୍ଜ୍ୟବସ୍ତୁ ତିଆରି ହୁଏ। ତେବେ ପ୍ରତ୍ୟେକ ଜୀବ ଏହି ସମସ୍ୟାର ସାମ୍ନା କେମିତି କରେ, ନିଜକୁ ଭିତରୁ ସଫା କେମିତି ରଖେ, ଆଜି ଆମେ ସେହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ମାନେ ରେଚନ ବିଷୟରେ କଥା ହେବା। ତେବେ ମୂଳ ପ୍ରଶ୍ନଟି ହେଉଛି ଏଇଆ, ଦେଖନ୍ତୁ, ଆମ ଶରୀର ଭିତରେ ଯେତେ ବି କୋଷୀୟ କାର୍ଯ୍ୟକଳାପ ଚାଲିଛି ସେସବୁ କିଛି ଆବର୍ଜନା ତ ତିଆରି କରିବ ହିଁ କରିବ। ଆଉ ସେଗୁଡ଼ିକୁ ଯଦି ଜମା ହୋଇ ରହିଲା ତେବେ ତାହା ଶରୀର ପାଇଁ ବିଷ ପାଲଟିଯିବ। ତାହେଲେ ଜୀବନ ଚାଲିବ କେମିତି? ପ୍ରକୃତି ଏହାର ବାଟ କେମିତି ବାହାର କରିଛି? ଆଉ ଏହି ପ୍ରକ୍ରିୟାକୁ ହିଁ କୁହାଯାଏ ରେଚନ। ଏଇଟା କେବଳ ଖାଦ୍ୟ ହଜମର ଶେଷ କଥା ନୁହେଁ, ନା, ଏହା ତାଠାରୁ ବହୁତ ବଡ଼। ବଞ୍ଚିବା ପାଇଁ ଆମ ଶରୀର ଭିତରେ ଯେଉଁ ରାସାୟନିକ କାରଖାନା ଚାଲିଛି ସେଥିରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଠିକ୍ ଭାବେ ପରିଚାଳନା କରିବା, ସେଇଟା ହେଉଛି ରେଚନ। ଏହା ଆମ ଶରୀର ଭିତରର ସୂକ୍ଷ୍ମ ସନ୍ତୁଳନ ବଜାୟ ରଖି ସବୁକିଛି ସଫାସୁତରା ରଖେ। ଆଚ୍ଛା, ତେବେ ଆମେ ଯେଉଁ ବର୍ଜ୍ୟବସ୍ତୁ କଥା କହୁଛେ ତାହା ପ୍ରକୃତରେ କ'ଣ? ଆସନ୍ତୁ ଏହାକୁ ଟିକେ ଭଲ ଭାବେ ବୁଝିବା। ଶରୀରରେ କେଉଁ ପ୍ରକାରର ବିଷାକ୍ତ ଜିନିଷ ତିଆରି ହୁଏ, ବିଶେଷ କରି ଯେତେବେଳେ ଆମେ ଖାଉଥିବା ପ୍ରୋଟିନ୍ ହଜମ ହୁଏ? ଦେଖନ୍ତୁ, କେଉଁ ପ୍ରାଣୀ କେଉଁ ପ୍ରକାରର ବର୍ଜ୍ୟବସ୍ତୁ ବାହାର କରିବ ତାହା ପୂରାପୂରି ନିର୍ଭର କରେ ସେ କେଉଁଠି ରହୁଛି ଆଉ ତା ପାଖରେ କେତେ ପାଣି ଅଛି। ଯେମିତିକି ମାଛ ଭଳି ଜଳଚର ପ୍ରାଣୀମାନେ ଅତ୍ୟଧିକ ବିଷାକ୍ତ ଆମୋନିଆକୁ ସିଧା ପାଣିରେ ଛାଡ଼ି ଦିଅନ୍ତି, କାରଣ ସେମାନଙ୍କ ପାଖରେ ପାଣିର ଅଭାବ ନାହିଁ। କିନ୍ତୁ ଆମ ଭଳି ସ୍ତନ୍ୟପାୟୀ ପ୍ରାଣୀ କ'ଣ କରନ୍ତି? ପାଣି ବଞ୍ଚାଇବା ପାଇଁ ଆମେ ସେହି ଆମୋନିଆକୁ କମ୍ ବିଷାକ୍ତ ୟୁରିଆରେ ବଦଳି ଦିଉ, ଆଉ ପକ୍ଷୀ ବା ସରୀସୃପମାନେ ଏହାକୁ ଆହୁରି କମ୍ ବିଷାକ୍ତ ୟୁରିକ୍ ଏସିଡରେ ପରିଣତ କରନ୍ତି, ଯାହା ପାଇଁ ବହୁତ କମ୍ ପାଣି ଦରକାର ହୁଏ। କେତେ ଚମତ୍କାର ଆଡାପ୍ଟେସନ୍, ନୁହେଁ କି? ଆଚ୍ଛା, ଆମେ ତ ଜାଣିଲେ କେଉଁ କେଉଁ ପ୍ରକାରର ବର୍ଜ୍ୟବସ୍ତୁ ଅଛି, କିନ୍ତୁ ପ୍ରଶ୍ନ ହେଉଛି ଏଗୁଡ଼ିକୁ ଶରୀରରୁ ବାହାର କରିବା ପାଇଁ ପ୍ରକୃତି କେତେ ପ୍ରକାରର ଉପାୟ ବାହାର କରିଛି। ଆସନ୍ତୁ ପ୍ରାଣୀ ଜଗତର ଏହି ଭିନ୍ନ ଭିନ୍ନ ସମାଧାନଗୁଡ଼ିକ ଉପରେ ଏକ ନଜର ପକାଇବା। ଏଇ ଯେଉଁ ବିବର୍ତ୍ତନର ଯାତ୍ରା, ଏଇଟା ବହୁତ ମଜାଦାର। ଆମିବା ଭଳି ଏକ ସରଳ ଏକକୋଷୀ ଜୀବର ସଙ୍କୋଚିକି ଧାନୀରୁ ଆରମ୍ଭ କରି ଚେପ୍ଟାକ୍ରୋମିର ଶିଖାକୋଷ, ଜିଆର୍ ନେଫ୍ରିଡିଆ, ଆଉ ତାପରେ କୀଟପତଙ୍ଗର ମାଲପିଘିଆନ୍ ନଳିକା, ଶେଷରେ ଆମେ ପହଞ୍ଚୁଛେ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଅତି ଜଟିଳ ବୃକକ୍ ବା କିଡ୍ନି ପାଖରେ। ଦେଖନ୍ତୁ, ସମୟ ସହିତ ଏହି ଅଙ୍ଗଗୁଡ଼ିକ କେମିତି ଅଧିକରୁ ଅଧିକ ଜଟିଳ ହୋଇ ଚାଲିଛି। ତେବେ ଆସନ୍ତୁ ଏହି ବିବର୍ତ୍ତନର ଶିଖରରେ ଥିବା ସବୁଠାରୁ ଉନ୍ନତ ସମାଧାନ ଉପରେ ଏବେ ଧ୍ୟାନ ଦେବା। ଆଉ ସେଇଟା ହେଉଛି ଆମ ନିଜ ଶରୀରର ରେଚନତନ୍ତ୍ର, ଯାହା ଗୋଟେ ଅତ୍ୟାଧୁନିକ ବିଶୋଧନ କାରଖାନାଠାରୁ କମ୍ ନୁହେଁ। ଏହି ସିଷ୍ଟମର ମୁଖ୍ୟ ଖେଳାଳି ହେଲେ ଦୁଇଟି କିଡ୍ନି, ଦୁଇଟି ମୂତ୍ରବାହୀ ନଳୀ, ଗୋଟିଏ ମୂତ୍ରାଶୟ ଏବଂ ଗୋଟିଏ ମୂତ୍ରମାର୍ଗ। ଏମାନେ ସମସ୍ତେ ମିଶି କାମ କରନ୍ତି। ଏମାନଙ୍କର ମୂଳ କାମ ହେଲା ଆମ ରକ୍ତକୁ ଛାଣି ସଫା ରଖିବା ଆଉ ଶରୀରରେ ଜଳ ଓ ଲବଣର ସନ୍ତୁଳନ ବଜାୟ ରଖିବା। ତେବେ ଏହି ପ୍ରକ୍ରିୟାର କେନ୍ଦ୍ର ମାନେ କିଡ୍ନି ଭିତରକୁ ଯିବା 10 ଲକ୍ଷରୁ ବି ଅଧିକ। ଟିକେ ଭାବନ୍ତୁ ତ, ଆମର ପ୍ରତ୍ୟେକ କିଡ୍ନି ଭିତରେ ଏତେ ସଂଖ୍ୟକ ସୂକ୍ଷ୍ମ ଛଣା ୟୁନିଟ୍ ବା ନେଫ୍ରନ୍ ଅଛି। ଏଗୁଡ଼ିକ ଏତେ ଛୋଟ ଯେ ଖାଲି ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ଏମାନେ ହିଁ ଆମ ଶରୀରର ପ୍ରକୃତ ସଫାଇ କର୍ମୀ, ଦିନରାତି କାମ କରୁଥିବା ଗୋଟେ ଛୋଟ ସେନା ଭଳେ। ଚାଲନ୍ତୁ ଏବେ ଆହୁରି ଭିତରକୁ ଯିବା। ଅଣୁବୀକ୍ଷଣ ସ୍ତରରେ ଦେଖିବା ଯେ ଏହି ଛୋଟ ଛୋଟ ଶକ୍ତିକେନ୍ଦ୍ର ମାନେ ନେଫ୍ରନ୍ଗୁଡ଼ିକ ପ୍ରକୃତରେ କାମ କେମିତି କରନ୍ତି। ପ୍ରତ୍ୟେକ ନେଫ୍ରନ୍ର ଆରମ୍ଭ ହୁଏ ଏଇଠୁ। ଗୋଟିଏ ରକ୍ତ କୈଶିକାର ଜାଲି, ଯାହାକୁ କୁହାଯାଏ ଗ୍ଲୋମେରୁଲସ୍, ଗୋଟିଏ କପ୍ ପଳି ଦିଶୁଥିବା ବାଉମାନଙ୍କ କ୍ୟାପସୁଲ୍ ଭିତରେ ଥାଏ। ଏଠାରେ ଏତେ ଅଧିକ ଚାପ ଥାଏ ଯେ ରକ୍ତରୁ ଜଳ ଆଉ ଛୋଟ ଛୋଟ ଅଣୁ ସବୁ ଛାଣି ହୋଇ ବାହାରି ଆସେ, ଠିକ୍ ଯେମିତି ଗୋଟେ ଚା ଛଣାରେ ହୁଏ। ଏହି ସଫାଇ ପ୍ରକ୍ରିୟାର ଦୁଇଟି ମୁଖ୍ୟ ପର୍ଯ୍ୟାୟ ଅଛି। ପ୍ରଥମେ ହେଉଛି ପରିସ୍ରବଣ, ଯେଉଁଠି ରକ୍ତରୁ ଭଲ ମନ୍ଦ, ଦରକାରୀ ଅଦରକାରୀ ସବୁ ଜିନିଷ ଛାଣି ହୋଇଯାଏ। କିନ୍ତୁ ତାପର ପର୍ଯ୍ୟାୟଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ କୁହାଯାଏ ପୁନଃ ଶୋଷଣ। ଏଥିରେ ଶରୀର ପାଇଁ ଯେତେ ବି ଦରକାରୀ ଜିନିଷ ଯେମିତିକି ଗ୍ଲୁକୋଜ୍ ଆଉ ଅଧିକାଂଶ ପାଣି, ସେସବୁକୁ ପୁଣି ଥରେ ରକ୍ତକୁ ଫେରାଇ ନିଆଯାଏ, ଆଉ ଯାହା ବଳି ପଡ଼ିଲା ସେଇଟା ହିଁ ମୂତ୍ର ଭାବରେ ବାହାରିଯାଏ। ଆଉ ଏଇଥିପାଇଁ ତ ମୂତ୍ର ପରୀକ୍ଷା ଆମ ସ୍ୱାସ୍ଥ୍ୟ ବିଷୟରେ ଏତେ କଥା କହିପାରେ। କାରଣ ଗୋଟେ ସୁସ୍ଥ ଶରୀରରେ ଗ୍ଲୁକୋଜ୍ କିମ୍ବା ରକ୍ତ କଣିକା ଭଳି ଦରକାରୀ ଜିନିଷ ଭୁଲରେ ବି ମୂତ୍ରରେ ଯିବା କଥା ନୁହେଁ। ଯଦି ଏସବୁ ଦେଖାଯାଏ ତେବେ ଏହା ସିଧା ସଂକେତ ଦିଏ ଯେ ଶରୀର ଭିତରେ କିଛି ଗଡ଼ବଡ଼ ଅଛି, ହୁଏତ କିଡ୍ନି ସମସ୍ୟା କିମ୍ବା ମଧୁମେହ ଭଳି ରୋଗ ହୋଇପାରେ। ଏବେ ସୁଦ୍ଧା ଆମେ ପ୍ରାଣୀମାନଙ୍କର ଜଟିଳ ରେଚନତନ୍ତ୍ର ବିଷୟରେ କଥା ହେଲେ, କିନ୍ତୁ ଗଛମାନଙ୍କ କଥା କ'ଣ? ସେମାନେ ତ ଗୋଟିଏ ଜାଗାରେ ଥାଆନ୍ତି, ସେମାନଙ୍କ ପାଖରେ କିଡ୍ନି ବି ନାହିଁ। ତେବେ ସେମାନେ ନିଜର ଆବର୍ଜନା କେମିତି ସଫା କରନ୍ତି? ସେମାନଙ୍କ ଉପାୟ ପୂରାପୂରି ଅଲଗା। ଆସନ୍ତୁ ଦେଖିବା। ହଁ, ଏଇଟା ଏକ ବଢ଼ିଆ ପ୍ରଶ୍ନ। ପ୍ରାଣୀମାନଙ୍କ ପରି ଗଛମାନଙ୍କର ତ କୌଣସି ସ୍ୱତନ୍ତ୍ର ରେଚନ ଅଙ୍ଗ ନଥାଏ। ତାହେଲେ ସେମାନେ ନିଜ ଭିତରେ ତିଆରି ହେଉଥିବା ବର୍ଜ୍ୟବସ୍ତୁ ସହିତ କ'ଣ କରନ୍ତି?
ଗଛମାନଙ୍କର ଉପାୟ ବହୁତ ଚାଲାକି ଭରା। ସେମାନେ ନିଜର ବର୍ଜ୍ୟବସ୍ତୁକୁ ପତ୍ର, ଛାଲି କିମ୍ବା ନିଜ କାଠ ଭିତରେ ଜମା କରି ରଖିଦିଅନ୍ତି। ଆମେ ଯେଉଁ ଦେଖୁ ଶରତ୍ ଋତୁରେ ପତ୍ର ସବୁ ଝଡ଼ିପଡ଼େ, ତାହା ପ୍ରକୃତରେ ଗଛ ପାଇଁ ନିଜର ଆବର୍ଜନାକୁ ଦୂର କରିବାର ଏକ ସୁନ୍ଦର ଉପାୟ। ଏହା ଏକ ନିଷ୍କ୍ରିୟ କିନ୍ତୁ ବେଶ୍ ପ୍ରଭାବଶାଳୀ ପଦ୍ଧତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ଯାହା ଗଛ ପାଇଁ ଆବର୍ଜନା, ତାହା ଆମ ମଣିଷ ପାଇଁ ଅନେକ ସମୟରେ ଏକ ମୂଲ୍ୟବାନ ସମ୍ପଦ ପାଲଟିଯାଏ। ଉଦାହରଣ ଭାବରେ ଆମେ ବ୍ୟବହାର କରୁଥିବା ଝୁଣା, ଅଠା, ଏପରିକି ରବର କ୍ଷୀର, ଏସବୁ ପ୍ରକୃତରେ ଗଛ ପାଇଁ ବର୍ଜ୍ୟବସ୍ତୁ। କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଏସବୁ କେତେ କାମରେ ଆସେ? ତେଣୁ ଶେଷରେ କଥାଟି ସ୍ପଷ୍ଟ। ଗୋଟିଏ ଛୋଟିଆ କୋଷଠାରୁ ଆରମ୍ଭ କରି ଆମ ଭଳି ଜଟିଳ ଜୀବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନିଜର ବର୍ଜ୍ୟବସ୍ତୁ ପରିଚାଳନା କରିବା ଜୀବନ ବଞ୍ଚିବା ପାଇଁ ଅତ୍ୟନ୍ତ ଜରୁରୀ। ଏହା ବିନା ଜୀବନର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ଏହା ଏକ ଚିନ୍ତା କରିବାର ବିଷୟ। ରେଚନତନ୍ତ୍ର ଭଳି ଆଉ କେତେ ଯେ ଅଦୃଶ୍ୟ ଆଉ ନୀରବ ବ୍ୟବସ୍ଥା ଏହି ମୁହୂର୍ତ୍ତରେ ଆମ ଶରୀର ଭିତରେ କାମ କରିଚାଲିଛି, କେବଳ ଆମକୁ ସୁସ୍ଥ ଏବଂ ସନ୍ତୁଳିତ ରଖିବା ପାଇଁ।